ସମସ୍ତେ କୁହନ୍ତୁ ଜୟ ଶ୍ରୀରାମ। କରନ୍ତୁ ସବସ୍କ୍ରାଇବ କରନ୍ତୁ କଲେ ଏଇମାନଙ୍କୁ କିଛି କିଛି ଖାଦ୍ୟ ମିଳିବ ବୁଝିପାରିଲେ ସମସ୍ତେ କୁହନ୍ତୁ ଜୟ ଶ୍ରୀରାମ। ଜୟ ଶ୍ରୀରାମ। ଦିନେ ମଣିଷ କିଛି ମାଙ୍କଡକୁ ଦେଖିଲା ଆଉ ତାଙ୍କ ପାଖକୁ ଯାଇ ପଚାରିଲା, ଆରେ ମାଙ୍କଡ ଭାଇ ମାନେ ତମେ ଏଠି ଏକୁଟିଆ ବସିଛ, ତୁମ ପରିବାର ଆଉ ତମ ସାଙ୍ଗମାନେ ସବୁ କୁଆଡେ ଗଲେ? ତା ଭିତରୁ ଜଣେ ମାଙ୍କଡ ଉତ୍ତର ଦେଲା, ମଣିଷ ଭାଇ, ଆମ ଘର ସେଇ ଜଙ୍ଗଲକୁ ଏ ମଣିଷ କାଟିଦେଲେ। ମୋ ସାଙ୍ଗମାନେ ଖାଦ୍ୟ ନ ପାଇ ଏ ଗଛ କଟିଯିବାରୁ ଅନ୍ୟତମ ଜଙ୍ଗଲକୁ ପଳାଇ ଗଲେ କିମ୍ବା ମରିଗଲେ। ଆମେମାନେ ଏବେ ଏକୁଟିଆ, କୁଆଡେ ଯିବୁ, କଣ କରିବୁ, କଣ ଖାଇବୁ କିଛି ଜାଣିପାରୁନୁ। ଆମ ଦୁଃଖ କାହାକୁ କହିବୁ? ମଣିଷ ନିଜ ସ୍ୱାର୍ଥ ପାଇଁ ଆମର ସବୁ କିଛି ଛଡାଇ ନେଲା। ସେ ଜଙ୍ଗଲକୁ କାଟିଲାନି ଯେ ଆମ ମୁଣ୍ଡଟାକୁ କାଟିଦେଲା। ବର୍ତ୍ତମାନ ଆମେ ନ ଖାଇ ନ ପିଇ ଛଟପଟରେ ବହୁତ ମରିଯାଉଛୁ। ଯଦି କାହା ଘରେ ବାଉଳାରେ ପଶି ଯାଉଛୁ ଖାଇବା ପାଇଁ, କଣ କରିବୁ? ଭୋକ ବିକଳରେ ତ ପଶିବାକୁ ପଡୁଛି, ପଶି ଯାଉଛୁ। ହେଲେ ଏ ସ୍ୱାର୍ଥପର ମଣିଷ ଆମକୁ ଖାଇବାକୁ ନ ଦେଇ ମାରିବାକୁ ଗୋଡଉଛି, ଗରମ ପାଣି ଫୋପାଡୁଛି, ରଡରେ ପିଟୁଛି। ଆମେ ଏବେ କଣ କରିବୁ କୁହ ମଣିଷ ଭାଇ? ମଣିଷ ଜଣକ ଉତ୍ତର ଦେଲା, ସତ କହିଲୁ ରେ ଭାଇ, ଏ ସ୍ୱାର୍ଥପର ମଣିଷ ନିଜ ସ୍ୱାର୍ଥ ହାସଲ କରିବା ପାଇଁ କାହାକୁ ବି ବଳି ପକେଇ ଦେଇପାରେ। ତୁମେମାନେ ଚିନ୍ତା କରନି, ଏ ଦୁନିଆରେ ଯାହାର କେହି ସାହାରା ନଥାନ୍ତି, ତାଙ୍କର ପରା ସ୍ୱୟଂ ଶ୍ରୀ ଜଗନ୍ନାଥ ଅଛନ୍ତି। ଜୟ ଶ୍ରୀରାମ।